ଆମର ଆମର ମାଇନ୍ସରୁ ଆସିଛି ଆଉ କଂସାରୁ କାଠ ଆସି ପହଞ୍ଚି ଆମେ 7 ଦିନ 8 ଦିନ ରହିକରି ସେଠି କାଠ କଟାକଟି କରି କାଲି ଲୋଡ଼ କରି ରାତି 4টাରେ ଆସି ପହଞ୍ଚିଲୁ। ଶାଳ କାଠ ସବୁ ଆମର ସବୁ ଶାଳ କାଠରେ ରଥ ତିଆରି ଯାଏ। ଆଉ ଦେବଦାରୁ ଆଉ ପାଲୁହା ପଟା ଏଇ ଶିମିଳି ପଟା ଏତିକି ଲାଗେ। ଆଉ ସବୁ ଶାଳରେ କାଠ ତିଆରି ହୁଏ। କାଠ 12 ସିଫ୍ଟ କାଠ ଆସିଛି। ବର୍ତ୍ତମାନ ଆମର 1213 ସିଫ୍ଟ କାଠ ଆସିଛି। ଆହୁରି ମିନିମମ୍ 2700 ସିଫ୍ଟ କାଠ ଆସିବ। ପ୍ରଶାସନ ଏବଂ ଯୋଗାଡ଼ ଚାଲିଛନ୍ତି ଏବଂ ଆମର ଯେଉଁ ଏଡିଏମ୍ ସାର୍ ଆମର ବହୁତ ସହଯୋଗ କରୁଛନ୍ତି ଏବଂ ସେ ଯାଇକରି କାଠ ସବୁ ଯୋଗାଡ଼ କରି ସେଠି କଟାକଟି କରି ସେଠି ରହୁଛନ୍ତି ବି। କାଠ କଟା ଚାଲିଛି। ଯଦି ପ୍ରଶାସନ ନୂଆ ରଥ କରିବେ ମହାରଣା ମାନେ ଯେତିକି ଲାଗୁଥିଲେ ତା ଡବଲ ଲାଗିବେ ଏବଂ ରାତି ଦିନ କାମ ହେବ। ରଥ ନିର୍ମାଣ ପାଇଁ ଯେଉଁ ବଢ଼େଇମାନଙ୍କର ପରାମର୍ଶ ଥିଲା ନୂତନ ରଥ ନିର୍ମାଣ ପାଇଁ ଯେଉଁ କାଠର ଆବଶ୍ୟକତା ସେ ଦେଇଥିଲେ ପାଖାପାଖି 3500 ସିଏଫ୍ଟି କାଠ ଶାଳ କାଠ ଆମେ ଯୋଗାଡ଼ କରିଥିଲୁ। DFO କଟକ ଜୁରିସଡିକ୍ସନରେ ଆମେ ବିଭିନ୍ନ ବନାଞ୍ଚଳର ବିଭିନ୍ନ ଏରିଆ ବୁଲି ଆମେ ସେଇଟା କଲେକ୍ସନ୍ କରିଛୁ। ମୁଖ୍ୟତଃ ଯାଜପୁରର 2ଟି ରେଞ୍ଜ ସୁକିନ୍ଦା ଆଉ ଟମକା ରେଞ୍ଜ ସେଇ ରେଞ୍ଜରୁ ଆମେ ଶାଳ କାଠ ଗୁଡ଼ିକ ଚିହ୍ନଟ କରିକି ତାଙ୍କ ସହଯୋଗରେ ଆମେ ପାଇଛୁ ଏବଂ ମହାରଣାମାନଙ୍କ ସହିତ ମଧ୍ୟ ଆମେ ପରାମର୍ଶ ନିଶ୍ଚିତ ଭାବରେ କରିବୁ। ଯେଉଁ ସମୟ ଆମ ହାତରେ ଅଛି ସେ ସମୟ ଭିତରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସେ ଯେମିତି ସାରିବେ ସେଥିପାଇଁ ଆବଶ୍ୟକ ପଡ଼ିଲେ ମହାରଣାଙ୍କର ସଂଖ୍ୟା ତାଙ୍କ ସହିତ ପରାମର୍ଶ କରିକି ସଂଖ୍ୟା ବଢ଼େଇବୁ ଯେମିତି ଠିକ୍ ଟାଇମ୍ରେ ରଥ ନିର୍ମାଣ କାମ ଶେଷ ହେବ।